चतुर्थ स्कंद षष्ठ अध्याय मैत्र उवाच ए रुद्रर देखि घोर रण भये बाजिले देवगण शूलपट्टिश कुंतसर निस्निश गदा मुदुगरम शस्त्र छाड़ी सर्वंगे भये बाजिले दश दिगे ए भये सकल एक मेले गमिले गगन मंडले धन व्याकुल मन दुखे बेगे मिलिले ब्रह्मलोके ब्रह्माचरण तले पड़ी देवे कहिले कर जोड़ी ए ब्रह्मा जे विष्णुଙ୍କ सहिते कथा जानती समस्ते दक्ष यज्ञर ए घटना होइब नुहे विडंबना सेहु हेतुर दुई जन यज्ञ को न कले गमन एक कथा देवगण शुणी ब्रह्मा कहती परिमाणी ब्रह्मावाच हे देवगण शुण ଏହା अपराधर ଯେଉଁ क्रिया बलिष्ठ लोके अपराध କରିବା ନୁହଁ ଇଟି ସାଧ୍ୟ କଲେ ଯେ ପ୍ରାଣ ରକ୍ଷା ନୁହେଁ ଅଥବା ଅମଙ୍ଗଳ ହୁଏ ଶିବଙ୍କୁ ଭାଗ ଯେ ନ ଦେଲା ତାଙ୍କଠାରେ ଦୋଷୀ ହେଲା ସେହି ହେତୁରୁ ଶିବ କହେ କହୁଛୁ ଏକଇ ଉପାୟ ସମସ୍ତେ ଯାଇ ତା ଚରଣ ପଡ଼ିଣ କରାଅ ପ୍ରସନ୍ନ ତାଙ୍କ ନାମ ଆଶୁତୋଷ ଅବଶ୍ୟ ହେବେ ସେ ସନ୍ତୋଷ ସାମାନ୍ୟ ଲୋକ ସେ ନୁହନ୍ତି କୋପେ ସମସ୍ତ ସେ ଦହନ୍ତି ଯଜ୍ଞରୁ ଉଦ୍ଧାରିବା ପାଇଁ ତାଙ୍କୁ ପ୍ରାର୍ଥନା କରଯାଇ ଆମ୍ଭେ ସକଳ ତାଙ୍କ ତତ୍ତ୍ୱ ଏ ଜାଣୁ ଏଇଟି ନିଶ୍ଚିତ କିପରି ତାଙ୍କ ନିକଟ ପ୍ରାର୍ଥନା ପାଇଁ ହେବ ଭଟ ମୈତ୍ର ଉବାଚ ଏହିପରି ସେ ପଦ୍ମଜନୀ ସକଳ ଦେବ ସଙ୍ଗେ ଘେନି ଦକ୍ଷର ଯଜ୍ଞଶାଳେ ମିଳି ଦେଖନ୍ତି ବ୍ରହ୍ମା ବନମାଳୀ ଯଜ୍ଞ ବିନାଶୀ କୋପବରେ ରୁଦ୍ର ଯେ ଗଲେ ନିଜପୁରେ ସ୍ୱଭାବେ ତେଜ ଅପ୍ରମିତ ଅନ୍ତେ ଜଗତ କରେ ଗ୍ରସ୍ତ ତାହାର ତେଜ ବଳ ତତ୍ତ୍ୱ କେ ତାହା ବର୍ଣ୍ଣନେ ସମର୍ଥ ତାହାରେ ଅପରାଧ କରି କେ ଅବାଥିବେ ଦେହ ଧରି ଏବେ ସକଳ ଦେବେ ଶୁଣ କେ ଜାଣେ ଈଶ୍ୱର ପ୍ରମାଣ ଚାଲ ସକଳ ସୁର ଦେବା ଏବେ ହୋ କପିଳାସ ଯିବା ରୁଦ୍ର ଚରଣେ ନମସ୍କାର ସ୍ତୋତ୍ରେ ସନ୍ତୋଷ ଦେବ ହର ଈଶ୍ୱର ଚରଣ କମଳେ ଶରଣ ପଶ ଏକ ମେଳେ ମୋହର ବୋଲ ଏବେ କର ଅନ୍ୟଥା ନାହିଁ ଟି ନିସ୍ତାର ସେ ଅନ୍ତକାଳେ ଅଣ୍ଡକୋଷ ନିମିଷ ମାତ୍ରେ କରେ ଗ୍ରାସ ତାର ଚରଣେ ନ ସେବିଲେ କେବା ସଂସାରେ ଥିବ ବୋଲେ ବିଶେଷ ପତ୍ନୀର ବିୟୋଗେ ସ୍ୱଭାବେ ତମ ଗୁଣ ରାଗେ କଳ୍ପିଲା ଘୋର ରଣ ରଙ୍ଗେ ଦକ୍ଷର ଯଜ୍ଞ ଅର୍ଥ ଭଙ୍ଗେ କେବା ମିଳିବ ତାର ଆଗେ ମନ ତାହାର ବହିରାଗେ ଯାର ମହିମା ବିଚାରଣେ ମୋ ଆଦି ସର୍ବଦେବ ଗଣେ ଏ ଯଜ୍ଞେ ଆଦି ଯେତେ ମୁନି ସଙ୍ଗତେ ବେଦ ତତ୍ତ୍ୱ ଜ୍ଞାନୀ କେ ଜାଣିପାରିବ ପ୍ରମାଣ ଯେ ଦିତି ଦେବ ନାରାୟଣ ଏବେ ସକଳେ ଚାଲ ଯିବା ସେ ରୁଦ୍ର ଚରଣେ ପଡ଼ିବା ସ୍ତୁତି କରିବା ନାନା ମତେ ଯେ ମତେ ଦୟା କରେ ଚିତେ ହେମନ୍ତ କହି ପଦ୍ମଜନୀ ସକଳ ଦେବ ଗଣ ଘେନି ଅଗ୍ରେ ଚଳନ୍ତି ନାରାୟଣ ଯକ୍ଷେ କିନ୍ନର ଋଷିଗଣ ସିଦ୍ଧଚାରଣ ପିତୃତୁଲେ ସର୍ବେ ଚଳିଲେ ବ୍ରହ୍ମା ବୋଲେ ଈଶ୍ୱର ଦର୍ଶନ ଆସେ ମିଳିଲେ କପିଳାସ ଦେଶେ ଜୀବନେ ବସେ ସଦାଶିବ ତା ମହିମା କେ କହିବ ବୃକ୍ଷ ଔଷଧ ତପବନ୍ତେ ଯେ ଯୋଗ ସିଦ୍ଧ ଯୋଗୀପତେ ଯକ୍ଷ କିନ୍ନର ବିଦ୍ୟାଧର ଗନ୍ଧର୍ବ ମୁନି ଅପସର ସର୍ବେ ପଶନ୍ତି ସିଦ୍ଧ ବନେ ତରୁ କ୍ରୋଟରେ ଯୋଗ ଧ୍ୟାନେ ଅଶେଷ ମଣି ରତ୍ନ ରଖେ ଶୃଙ୍ଗ ବିରାଜେ ଗିରି ଶିଖେ ଦେହ ବିରାଜେ ନାନା ଧାତୁ କିଏ ଆନନ୍ଦ ରୂପ ହେତୁ ଏ ବିରାଜେ ନାନା କୁଞ୍ଜଲତା କେତା ବର୍ଣ୍ଣନେ ସାମରଥା ଆନନ୍ଦେ ମହେଶ୍ୱର ବେଶେ କ୍ରୀଡ଼ନ୍ତି ନାନା ପଶୁରସେ ଅନେକ କନ୍ଦର ଗମ୍ଭୀରା ବହନ୍ତି ଶ୍ରବଣ ଧାରା ରମଣ ବେଳେ ନାରୀ ଗଣେ ରମନ୍ତି ଯେ ଯାହା ରମଣେ କୋକିଳ କେକିନାଦ ବାଣୀ ଯେ ସନେ ମନୋହର ଶୁଣି କୋମଳ କଣ୍ଠେ ପଶୁ ଗଣେ ନାଦ କରନ୍ତି ଘୋର ବନେ ମତ ମାତଙ୍ଗ ବହୁ ମେଳେ ଗର୍ଜନ୍ତି ହ୍ରଦ ନଦୀ ଜଳେ ମନ୍ଦାର ପାରିଜାତ ଦ୍ରୁମେ ସରଳ କୋବିଦାର ବନେ ଏ ତମାଳ ଶାଳ ତାଳ ବନ କ୍ରମୁକ ଶୋଭାର ଅସନ ଆମ୍ବ କଦମ୍ବ ନାଗେଶ୍ୱର ପୂର୍ଣ୍ଣାଗରମ୍ଭା କରବୀର କୁମୁଦ ଉତ୍ପଳ କହ୍ଲାର ପାଟଳୀ ଶୋକ ଗନ୍ଧସାର ବକୁଳ କୁନ୍ଦ କୁରୁବକ ସୁବର୍ଣ୍ଣ ବର୍ଣ୍ଣ ସତରେକ ଚିରବେଣୁକ ଜାତିଯୁତ ମାଧବିକ ନିୟର ବେତ ପନସ ଉଦୁମ୍ବର ପ୍ଲକ୍ଷ ବଟ ତିନ୍ଦୁକ ବହୁ ଦ୍ରକ୍ଷ ଅଗସ୍ତି ପୂର୍ଣ୍ଣାଗ ଚମ୍ପକ ଜମ୍ବୁ ଖଦିର ସଫରିକ ପାଶୁରୀ ଆମ୍ରାତକ ବନ ଦେଖନ୍ତେ ମୋହେ ପ୍ରାଣୀ ମନ ବୃକ୍ଷେ ଅଛନ୍ତି ନାନା ବର୍ଣ୍ଣେ ଶୋଭନ କପିଳାସ ସ୍ଥାନେ ଗମ୍ଭୀର ନାଦ କୋଳାହଳ କ୍ରୀଡ଼ନ୍ତି ନାନା ଜୀବକୁଳ ମୃଗବାନର କ୍ରୋଟଯୁତ ସିଂହ ସଲ୍ଲଳ ସମଯତ୍ର ଗବୟ ବ୍ୟାଘ୍ର ରକ୍ଷ ଦଳ ଗୋରୁ ମହିଷୀ ଶଶାକୁଳ
ଅନ୍ୟ ଯେ ମୃଗନାଭ ଆଦି ବସନ୍ତି ବାମ ଦକ୍ଷ ଭେଦୀ ସୁନ୍ଦର ସହେ ରମ୍ୟ ବନ ଦେଖନ୍ତେ ମୋହେ ପ୍ରାଣୀ ମନ ନଦୀ ଯେ ନଦ୍ୟା ଶୟବେନି ସ୍ୱଭାବେ ପୁଣ୍ୟତର ପ୍ରାଣୀ ହେମନ୍ତେ ବିଶ୍ୱନାଥ ବନ ଦେଖି ସାନନ୍ଦ ଦେବଗଣ ମନେ ବିସ୍ମୟ ପାଇ ବେଗେ ଦେବେ ଚାହାନ୍ତି ଚଉଦିଗେ ତାର ଉତ୍ତର କୂଳେ ଯାଇ ଅଳକା ପୁରୀ କୁହ ନାହିଁ ସୁଗନ୍ଧ ନାମ ବନ ଜଇଁ ହେମ ପଙ୍କଜ ବିରାଜଇ ନନ୍ଦା ଅଳା ନନ୍ଦା ନଦୀ ବହନ୍ତି ବାମ ଦକ୍ଷ ଭେଦୀ ଚରଣ ରଜ ଲାଗି ସେ ନଦୀ ସ୍ୱଭାବେ ସୌଭାଗୀ ସେ ନଦୀ ଜଳେ ସୁର ନାରୀ ରମନ୍ତି ନାନା କ୍ରୀଡ଼ା କରି କୁଙ୍କୁମ ଜଳେ ମିଶେ ସ୍ୱଭାବେ ସୁପିଛିଳ ଦିଶେ କରିଣୀ ତୁଲେ ହସ୍ତି ବଳ ନିତ୍ୟ ପିବନ୍ତି ଯାର ଜଳ ସେ ନଦୀ ତୀରେ ଉପଗତ ରତ୍ନ ବିମାନ ଯୁଥ ଯୁତ ପୁଣ୍ୟଜନିତ ପରିମଳ ତେଣୁ ପୂରିତ ଗଙ୍ଗା ଜଳ ତଡ଼ିତ ଜେନେ ନୀଳ ମେଘେ ସୁଶୋଭା କାନ୍ତି ଦଶ ଦିଗେ ମତେ କୁବେର ନଗରୀ ସୁଗନ୍ଧ ବନ ଆଦି କରି ଯେ ବୃକ୍ଷ କାମ ଧେନୁ ପ୍ରାୟେ ଫଳ ପଲ୍ଲବ ମାନସଏ କୋମଳ କଣ୍ଠନାଦ ପକ୍ଷୀ ଭୃଙ୍ଗ ଶବଦ ଯହିଁ ଅଛି ଜଳେ ଚରନ୍ତି ପକ୍ଷୀ ଗଣେ କ୍ରୀଡ଼ା କରନ୍ତି ପଦ୍ମବନେ ହରିଚରଣେ ବାୟୁ ସଙ୍ଗେ ମତ ମାତଙ୍ଗ ରଣ ରଙ୍ଗେ ବିଧୁର୍ଯ୍ୟମଣି କୂପସ୍ଥାନେ ନିବିଡ଼ ବନ୍ଧନ ସୋପାନେ ସ୍ୱଭାବେ ଉତ୍ପଳ ମାର୍ଜନୀ ବିରାଜେ ମନ୍ଦ ଗୁଣ ଘେନି ଜେବନେ ଜନ୍ମ ବଟ ବୃକ୍ଷ ଯହିଁ କିନ୍ନର ଗଣ ରକ୍ଷ ସତେ ଯୋଜନ ଉଚ୍ଚ ବହେ ସୁନ୍ଦର ରୂପ ଜନ ମୋହେ ସେ ବୃକ୍ଷ ଛାୟା ଦେହେ ଲାଗି ପ୍ରାଣୀ ହୁଅନ୍ତି ସୁଖ ଭାଗୀ ହେମନ୍ତ ସର୍ବଦେବ ମାନେ ମିଳିଲେ ଈଶ୍ୱରଙ୍କ ସ୍ଥାନେ ଦେଖନ୍ତି ବଟ ବୃକ୍ଷ ମୂଳେ ନିବନ୍ଧ ଆସନ ନିଶ୍ଚଳେ ସନକ ଆଦି ସପ୍ତମୁନି ସଙ୍ଗେ ଅନେକ ଶିଷ୍ୟ ଘେନି କୁହକ ରକ୍ଷକ ଅନେକ ସେ ଭକ୍ତି ଯୋଗ ଉପାସକ ବିଦ୍ୟା ତପସ୍ୟା ଯୋଗ ଆଦି ସକଳେ ଖଟନ୍ତି ସବିଧି ବିଶ୍ୱଶ୍ରୁଦଜା ମହିମା ସର୍ବମଙ୍ଗଳ ଏକ ସୀମା ତୁପୁଣି ଅଭିଷିକ୍ତ ଅଙ୍ଗେ ଯାର ଶରୀର ସିଦ୍ଧଲିଙ୍ଗେ ଏ ଜଟା ଅର୍ପଣେ ଭସ୍ମଦଣ୍ଡ ଯଥା ରଚିତ ଇନ୍ଦୁଖଣ୍ଡ କୁଶଦୁଦୁରା ମଧ୍ୟେ ବସେ ପରମ ବ୍ରହ୍ମ ଯେ ପ୍ରକାଶେ ନାରଦ ମୁଖ ଚାହିଁ ଧୀରେ ବଚନ କହନ୍ତି ସୁସ୍ୱରେ ଦକ୍ଷିଣ ଜାନୁର ଉପରେ ବାମ ଚରଣ ସ୍ଥାପି ଧୀରେ ଏ ଚାହାନ୍ତି ବେନି ବାହୁବଳେ ଅରୁଣ ବର୍ଣ୍ଣ ବେନି ଡୋଳେ ସ୍ୱଭାବେ ତର୍କ ମୁଦ୍ରା କରି ଯେ ରୂପେ ସଂସାର ସଂହରି ନିଶ୍ଚଳ ସମାଧି ଧାରଣ ଦେଖିଲେ ସର୍ବଦେବଗଣ ସର୍ବ ଋଷିଙ୍କ ସଙ୍ଗ ମେଳେ ଇନ୍ଦ୍ରାଦି ଦଶ ଦିଗ ପାଳେ ବ୍ରହ୍ମା ସହିତେ ସର୍ବଜନ ଚାହିଁଲେ ରୁଦ୍ରଙ୍କ ବଦନ ଜୟ ଶବଦ କରି ତୁଣ୍ଡେ ରୁଦ୍ର ଚରଣେ ନମି ମୁଣ୍ଡେ ହେ ହରି ମନୁଙ୍କର ମନୁ ଭକ୍ତ ଚରଣ କାମଧେନୁ ତାର ଚରଣ ତଳେ ଯାଇ ସକଳେ ଶିରେ ହସ୍ତ ଦେଇ ନମିଲେ ଈଶ୍ୱର ଚରଣେ ଦେବ କିନ୍ନର ଋଷି ଗଣେ ଆନନ୍ଦେ ବ୍ରହ୍ମା ନାରାୟଣ ନମିଲେ ରୁଦ୍ରଙ୍କ ଚରଣ ସ୍ୱଭାବେ ମନ୍ଦ ମନ୍ଦ ହସି ଅମୃତ ବାକ୍ୟ ମନ ତୋଷି ବ୍ରହ୍ମା କହନ୍ତି କର ଯୋଡ଼ି ଚରଣେ ପୁନ୍ନ ପୁନ୍ନ ପଡ଼ି ବ୍ରହ୍ମବାଚମ ଏ ତୁନାଥ ଜଗତ ଈଶ୍ୱର ସଂସାର ତୋର ଖେଳ ଗରମ ତୁଏ ଜଗତ ବିଯୋଜନୀ ସୃଷ୍ଟି ସଂହାରୁ ମାୟା ଘେନି ତୁନାଥ ଜଗତ ଈଶ୍ୱର ନିର୍ଲପ ବ୍ରହ୍ମ ନିରାକାର ଶିବ ଶକ୍ତି ରୂପ ଧରି ସଂସାର ଖେଳ ଘର କରି ତ୍ରିପାଳିଣ କରୁଅନ୍ତ ବିଶ୍ୱ ସଂସାରେ ବିଶ୍ୱନାଥ କ୍ରୀଡ଼ା ବିହାର ମାୟା ଧରି ତୁ ଖେଳୁ ମାୟା ଭାବ କରି କାହିଁ ସମ୍ପାଦିବ ତୋତେ ଯେଣୁ ଭ୍ରମନ୍ତି ଏ ଜଗତେ ଧର୍ମାର୍ଥ କାମ ଯହୁଁ ଝରେ ଯେ ଯଜ୍ଞ ଧେନୁ ରୂପ ଧରେ ତୁ ଯାହା ଅର୍ଜିଛୁ ଜଗତେ ସଂସାର ଭ୍ରମଣ ନିମନ୍ତେ ଏ ମାୟା ସଂସାର ବନ୍ଧନେ ଯନ୍ତ୍ରିତ ହୋଇ ମହାଜନେ କଳ୍ପନ୍ତି ନାନା କର୍ମବିଧି ତୁମ୍ଭେ ତ ସକଳ ପ୍ରସିଦ୍ଧି ସର୍ବମଙ୍ଗଳ କର୍ମ ଫଳ ତୁ ସେ ଅନାଦି ଆଦି ମୂଳ ଅମଙ୍ଗଳ କୃତ ତୁ ହେଉ ଧର୍ମକୁ ସର୍ବକାଳେ ବହୁ ସାଧୁ ଜନ କର୍ମ କରି ଭାବ ପ୍ରଭାବ ମୋଦ ଭରି ସେ ଫଳ ତୋର ପାଦେ ଦିଅନ୍ତି ମାୟା ପଟଳୁ ତରି ଯାନ୍ତି ଯେ ଲୋଭ ବସେ ତାହା ଚିନ୍ତି ପଶୁଙ୍କ ପ୍ରାୟ ସେ ଭୁଜନ୍ତି ତୋତେ ନ ଜାଣି ପ୍ରଜାପତି ଦୁର୍ମତି ଲଭିଲା ଦୁର୍ଗତି ଆମ୍ବର ଭକ୍ତି ଚିତ୍ତେ ଧର ଏହାକୁ ପ୍ରତିକାର କର ପ୍ରାଣୀ ଯଜ୍ଞଶାଳେ ମଲା ସଂସାରେ ଯଶ ତୋର ଇଲା ଏବେ ମୋର ବୋଲ କର ଏହାର ଯଜ୍ଞ ତୁ ଧର ଏ ଯଜ୍ଞ ତୋ ଭାଗ ନ କଲେ ଏଣୁ ଜୀବନ ଥାଉ ମଲେ ଏହାକୁ ଦଣ୍ଡ ଏ ଉଚିତ ଯେଣୁ ନିନ୍ଦିଲେ ବିଶ୍ୱନାଥ ଏବେ ତୁ ଏହାକୁ ବଞ୍ଚାଅ ଭୃଗୁଙ୍କୁ ଚକ୍ଷୁ ଦାନ ଦିଅ ଭୃଗୁର ଦାଢ଼ି ଏବେ ରୋପ ସୁଷମ ଦନ୍ତ ପାଟି ସ୍ଥାପ ତୋହର ଶସ୍ତ୍ର ବରଷଣେ ଭୟେ ବାଜିଲେ ଦେବଗଣେ
ତୋତ୍ରା ସେ ଛିନ୍ନ ଭିନ୍ନ ହୋଇ ପଳାଇ ଗଲେ ଯହିଁ ତହିଁ ତିଜ ଗଣେ ସେହି ମତ ତାଙ୍କୁ ରଖ ବିଶ୍ୱନାଥ ଯଜ୍ଞେତ ରୁଦ୍ର ଭାଗତ ସେ ସାଧିବା ମନ୍ତ୍ର ଉପଦେଶେ ହେମନ୍ତ କହି ପଦ୍ମଜନି ମିଳିଲେ ଦେବ ଗଣ ଘେନି ସେ ରୁଦ୍ର ଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ ଶ୍ରୀମଦ ଭାଗବତେ ମହାପୁରାଣେ ପରମହଂସ ସହିତାମ୍ ୟାସିକ୍ୟାಂ ଚତୁର୍ଥ ସ୍କନ୍ଧେ ରୁଦ୍ର କୋପାପଶମନେ ନାମ अष्टाध्याय बोलानंदे कबार हरि हरि बोलम।